2012 ମସିହାରୁ ମୋର କ୍ୟାରିୟର ଷ୍ଟାର୍ଟ ହେଇଛି ଗୋଟେ ସ୍ୟାଡ୍ ଗୀତରୁ। ମାନସ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ସେ ମୋତେ ସୁଯୋଗ ଦେଇଥିଲେ। ନଳି ଭାଇ ଜଣେ ଥିଲେ ମୋର ବଡ଼ ଭାଇ ଜଣେ, ସେ କଣ୍ଟାକ୍ଟ କରାଯାଇଥିଲେ ଟୁପା ଭାଇ। ମୋ ଶେଷ ଗୀତ ବି ସେ ଗାଇଛନ୍ତି ଯେଉଁଟା, ସେ ବି ଏବେ ଭାଇରାଲ ଚାଲିଛି ଇନଷ୍ଟାଗ୍ରାମରେ। ଆଉ ବହୁତ ଦୁଃଖଦ କଥା ଯେ ଲୋକ କହୁଛନ୍ତି ଯେ ଏଇ ଗୀତ ହ୍ୟୁମାନ ଭାଇଙ୍କ ମାନେ ତାଙ୍କ କାହାଣୀ ସହିତ ମିଶି ଯାଉଛି, ବୋଧେ ଏଇଟା ଶେଷ ଗାଇକି ଯାଇଥିଲେ ଏମିତି ହବ ବୋଲି। ଫୁଲଟିଏ ଫୁଟିଥାଏ କେତେ ଆଶା ନେଇ, ସିଏ କି ଜାଣିଛି ଯିବ ମନ୍ଦିର କି ଜୁଇ। ତାଙ୍କ ଚାଲିଚଳନ, ତାଙ୍କ ଚୁଟି ଷ୍ଟାଇଲ, ତାଙ୍କର ମାନେ ବଡି ଲାଙ୍ଗୁଏଜ ସବୁ ଗୁଡ଼ାକ ହ୍ୟୁମାନ ଭାଇଙ୍କର। ଏବଂ ଆମେ ଭାବିଲୁ ଆତ୍ମାଟା ପଶିଗଲା କି। ତାଙ୍କର କହିବାର ଅର୍ଥ ଥିଲା ଯେ ସିଏ ଯେଉଁ ଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କ ଫ୍ୟାମିଲି ବାପା ବି ତାଙ୍କର ଜଗନ୍ନାଥଙ୍କ ଗୀତ ଗାଆନ୍ତି। ତ ତାଙ୍କର ଭଏସ୍ ଯେଉଁ ଟିମ୍ବର ଥିଲା ସେଇଥିରେ ଜଗନ୍ନାଥଙ୍କ ଭଜନ ଏତେ ସୁରିଲା ହୁଏନି, ମାନେ ଏତେ ସୁମଧୁର ହୁଏନି। ସେଥିପାଇଁ ଗୋଟେ ଭଜନ ଗାଇଲାକୁ ଯଦି ଆପଣ ଶ୍ରୀଚରଣ ମହାନ୍ତିକି ଦେଖିବେ, ସେ ଭଏସ୍ରେ ମାନେ ଗାଇବେ ସେ ଅଲଗା। ସୁବାସ ଦାସ ଏସବୁ ଗୀତ ଯେତେବେଳେ ସେମାନେ ଗାଇବେ ହାର୍ଟକୁ ଲାଗିବ। କୁମାର ଆପି, ତ ଏମାନଙ୍କ ଭଏସ୍ରେ ସେତିକି ଫିଲ୍ ଆସେ ଯେ ଜଣେ ଶୁଣିଲା ମାନେ ସେ ଆଉଥରେ ଶୁଣିବାକୁ ବାଧ୍ୟ ହବ। କିନ୍ତୁ ସେ କହିଲେ ମୋ ଭଏସ୍ରେ ସେଇ ଫିଲ୍ଟା ସେଥିଲାଗି ମୁଁ ଭଜନଟାକୁ ଗାଇପାରୁନି। ହ୍ୟୁମାନ ସାଗର को तथा तांका परिवार को जदि न्याय पाई जदि को चैनल अधिका लड़ुताए से होची सूचना टीवी। एथमे कहूची आपण देखुथिबे जेबेठु ह୍ୟୁମାନ ସାଗର हमको छाड़ी गलेनी, आम ह୍ୟୁମାନ ସାଗର को संपर्क रे थिबा जेते सब तांकर परिवार लोक होंतु, म्यूजिक डायरेक्टर होंतु, गीतिकार होंतु, प्रोड्यूसर होंतु, निर्देशक होंतु, समस्त संगे तांकर किछि स्मृति अनुभूति शेयर करछु। एबे भी सूचना टीवी मध्य तार संग्राम जारी रखिछि जेपर्यंत ह্ୟୁମାନ सागर को न्याय न मिली। सेमिति जड़े आज कलाकार सूचना टीवी आपको भेटी देवाक जाऊँगी जी भी ह্ୟୁମାନ सागर को सांगे किछि तांका संपर्क थिला एवं ताकर हिट हिट गीत मध्य लिखिथिले। एमिति जड़े गीतिकार तांको नाम होछि मिलन महापात्र। तो आम तांको पाखरे आज कथा ह্ୟୁମାନ सागर एवं अर्पितांकर किछि अकुहा कथा जो माने लोक जानि नाहंती ताकू मध्य से कहबे आपण पाखकू आउ किछि एमिति कथा जोटा को चैनल रे न कहिथिन से आज प्रथम करी सूचना टीवी माध्यम रे कहबे। आपण जोड़ी होई थांतु पूरा शेष पर्यंत। आपन को स्वागत करूची मिलन भाई सूचना टीवी। जेहेतु आपण गीतिकार हिसाब रे आपण प्रथमे पदार्पण करथिले, केमिति गीतिकार आपण हठात केबेठु आरंभ हैला आपनकर गीत लेखिबा संग्राम? 2012 मसीहारू मोर क्यारियर स्टार्ट ହେଇଛି ଗୋଟେ ସ୍ୟାଡ୍ ଗୀତରୁ। ମାନସ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ସେ ମୋତେ ସୁଯୋଗ ଦେଇଥିଲେ। ନଳି ଭାଇ ଜଣେ ଥିଲେ ମୋର ବଡ଼ ଭାଇ ଜଣେ, ସେ କଣ୍ଟାକ୍ଟ କରାଯାଇଥିଲେ ଟୁପା ଭାଇ। ଏମିତି ଆମେ ଗ୍ରୁପ୍ରେ ମୁଁ ଲେଖେ, ସେମାନେ ଦେଖନ୍ତି, ତାପରେ ସେମାନେ ସୁଯୋଗ ଯାହା ହଉ ମାନସ ଭାଇଙ୍କ କତିରେ ଆଣି ପହଞ୍ଚିଲେ। ଧନ୍ୟବାଦ ଦେବି ମାନସ ଭାଇଙ୍କୁ। ଯାହା ବି ଦେଖୁଛନ୍ତି ଆଜି ମାନସ ଭାଇ। ପ୍ରଥମ କୋଉ ଗୀତ ସେମିତି ମନେ ଅଛି ଆପଣଙ୍କର? ପ୍ରଥମ ଗୀତ କୁଆଁରୀ ହୃଦୟରେ ଗୋଟେ ଗୀତ ଥିଲା। ବଦଳିଲା ଋତୁ ପରି ବଦଳିଲୁ ତୁ, ତୋ ବିନା କେମିତି ବଞ୍ଚିବି ମୁଁ ଗୀତରେ ଥିଲା। କିଏ ସେଟା ସିଙ୍ଗିଂ କରିଥିଲେ? ସେଇଟା ସିଙ୍ଗିଂ କରିଥିଲେ ତୁଷାର କୁମାର ତୁଷାର ବୋଲି ଜଣେ ଭାଇ କରିଥିଲେ। ଆଚ୍ଛା, ବହୁତ ସୁନ୍ଦର ଗାଇଥିଲେ ସ୍ୟାଡ୍ ସଙ୍ଗ୍। ଏପର୍ଯ୍ୟନ୍ତ ଆପଣ କେତେ ଗୀତ ପ୍ରାୟ ଲେଖି ସାରିଲେଣି? ପ୍ରାୟ 700 ଗୀତ ଏଭବ ହବ ବୋଧେ, ତ ମନେ ନାହିଁ। ବାସ୍ ଏବେ ତ କଣ୍ଟିନ୍ୟୁ ଲେଖା ଚାଲିଛି। ଆଗରୁ ତ ଡାଇରୀ ଲେଖିକି ରଖା ହଉଥିଲା, ଆଜି ଏତିଟା ଗୀତ ବାହାରିଲା, ଏ ମାସରେ ଏତିଟା ଗୀତ ହେଲା। ଏବେ ଡାଇରୀ ବି ମେଣ୍ଟେନ୍ କରିବାକୁ ସମୟ ନାହିଁ, ଏତେ ଗୀତ ହଉଛି ଚାଲିଛି। ଆଚ୍ଛା, କେମିତି ଗୀତ ପ୍ରତି ଆପଣଙ୍କ ଆକୃଷ୍ଟ କେମିତି ମାନେ କେବେଠୁ ପିଲା ବେଳୁ ହେଲା ନା କିଛି ଗୋଟେ କାହାଠୁ ପ୍ରେରଣା ପାଇଲେ ହଠାତ୍ କେମିତି ଗୋଟେ ଇଚ୍ଛା ହେଲା କି ମୁଁ ଲେଖା ଲେଖି କରିବି ଗୀତ? ଲେଖା ମୋ ଜେଜେ ଯିଏ ସିଏ ଗୀତ ଗାଆନ୍ତି, ଯେତେବେଳେ ତାଙ୍କ ଭଜନ ହୁଏ ସେ ଗୀତ ଗାଆନ୍ତି। ସେ ଗୋଟେ ଗାୟକ ଥିଲେ, ଆଉ ସେ ତାଳ ଗୋଡ଼ରେ କାଟି ଦିଅନ୍ତି, ମାନେ ଗୋଡ଼ ପକେଇ ଦେବେ ନା ସବୁ ତାଳ ବନ୍ଦ, ଗୋଡ଼ ଉଠେଇବେ ମାନେ ସେ ତାଳ ଚାଲିଲା। ମାନେ ତାଙ୍କର ଏତେ ସେ ଭୋରୁ ଉଠିକିରି ଗୀତ ଗାଆନ୍ତି, ସମସ୍ତେ ଉଠି ପଡ଼ନ୍ତି ସାହିରେ। ତ ସେଇ ସ୍ପିରିଚୁଆଲ ମୋ ଭିତରେ ଥିଲା। ଆମ ଯେତେବେଳେ ଗୁଣଗୁଣ ହୁଏ, ବାପା ବି ଗୁଣଗୁଣାନ୍ତି, ବିଲ ବାଡ଼ି ଚାଷ, ଆମେ ଯେତେବେଳେ ଚାଷବାସ, ତାପରେ ସକାଳୁ ଗଲା ବେଳକୁ ଗୋଟେ ଫ୍ରେଶ୍ ମୁଡ଼ ଥାଏ। ତ ଏମିତି ଭାବନା ଆସେ, ପ୍ରକୃତିକୁ ଭଲ ଲାଗେ, ପ୍ରକୃତିର ସୌନ୍ଦର୍ଯ୍ୟ ଭଲ ଲାଗେ, କିଛି କୋଇଲିର ଶବ୍ଦ ଏସବୁ କାନରେ ଗୁଞ୍ଜରିତ ହୁଏ। ତ ଅଟୋମେଟିକ୍। କୋଉ କ୍ଲାସରୁ ଲେଖା ଆରମ୍ଭ କଲେ? ମୋ 10th ଏକ୍ଜାମ୍ ପରେ ମୁଁ ଷ୍ଟାର୍ଟ କଲି। ଆଚ୍ଛା, ଆମେ ଦେଖିଛୁ ଆପଣଙ୍କର ଏବେ ଯେତେ ସବୁ ଗୀତ ସବୁ ଅଧିକା ସ୍ୟାଡ୍ ସଙ୍ଗ୍ ଆପଣ ଲେଖନ୍ତି, ମାନେ କ'ଣ ପାଇଁ ହୃଦୟ ଭାଙ୍ଗି ଦେଇଛି ନା କ'ଣ? ନିହାତି ସେଇଟା ତ କହି ହେବନି ସବୁ ଜିନିଷ। ଏବେ ଯେହେତୁ ଆମେ ଗୋଟେ ଇଏରେ ଗତି କରୁଛେ, ମାନେ ଗୋଟେ ଟ୍ରେନରେ, ତ ବାକି ହୃଦୟ ନିହାତି ଭାଙ୍ଗିଛି।
तापर गीत भी से हिसाब से सैड सॉन्ग भी फीलिंग्सटा अधिक आसी पारे से अच्छा आपनकर लव मैरिज ना अरेंज मैरिज लव मैरिज अच्छा से लव भितर किसी सेमती किसी ब्रेकअप होता कि सेमती नहीं, किसी सेमती कारण आप गीत देखिए पूरा निखुण भाव में अभिनय जी कर से भी अभिनय कर गीत को पूरा परफेक्ट न्याय दौरान ह्यूमन सागर जोटा आप देखुए आप प्राय अधिका गीत ह्यूमन सागर ही गाई निहाती मोर बहुत सैड सॉन्ग ह्यूमन भाई को ही जस्टिस माने मोर लागे कि ह्यूमन भाई जस्टिस दे पारे लेखा को अलगा हुए तो मोमेशकर हुए तो दे पारथांदे तो हमें तो एते पैसा न था इंडस्ट्री प्रोड्यूसर माने ताको नहीं करि परिबे तो ह्यूमन भाई एकमात्र विकल्प थिले ताको बढ़िया डेप्थ रे आ के गाउ नथिले आ जाओ से बहुत गुड़े गीत गाई मो शेष गीत भी से गाई जोड़ा से भी भाइराल चलती इंस्टाग्राम रे आ बहुत दुखद कथा जे लोक कहउछन जे ए गीत ह्यूमन भाई माने ताको कहानी सहित मिसी जाउछि बोधे एटा शेष गाई जाइथिले एमती हबो बोली बढ़िया गीतटे थिला गीतटा हम कहि दउछि फुलटिए फुटी थाए केते आसाने सिए की जानिछि जीव मंदिर की जुई सपनर दो जीवनर दो छखिरे सपन जलई आह पदे कहिबाकू पाखे केही नाही ता भाग्य साथे खेलुची समय खेल एत समयर खेल एत समयर खेल ता भाग्य साथे खेलुची समय खेल एटा केबे रेकॉर्डिंग हेतला ह्यूमन सागर कर जीवा केते दिन पूर्वरु एटा मासे पूर्वरु डब हेतला आ गला परे जस्ट आमे रिलीज प्रोड्यूसर कले रिलीज कर दवा गीतटा काई के रखिबा तो भाई तो चली लेनी आ 2 दिन पर रिलीज हेतला एते भल पाया गीत थिला माने कहला बेले मते ये पळे आछि बहुत जमती देखिचु किछि माने म्यूजिक डायरेक्टर किछि सिंगर को तैयारी करंती किंतु ह्यूमन सागर गोटे एमती लोक जे कि किछि म्यूजिक डायरेक्टर को तैयारी करचंती किछि गीतिकार को मध्य तैयारी करचंती सेमती आपनकर किछि एमती गीत अछि जोटा आपण भाबिथिबे कि एटा मो ह्यूमन सागर बोलिबे किंतु एबे त से नाहंती से गीत अधूरा रहि सेमती किछि लेखा अछि आपनकर सेटा ए गीतटा जदि से न बोली थाते होय तो मते दुख आसी था कि मोर ये भाया गोटे लेखाटा से गाई पार माने चाहे डबिंग हो पारानी वॉइस रे मत दुख रही था तो सेमती आउ माने से फुलफिल कर दे जाइछंती से जीवन में कार किसी बाकी रखी ना एवं भी रिसेंट सी गला हुए तो आत्मा भाया आउ जड़े माने आमको लगुच जीवन भाई आम दुख सही पारे नहीं सी आउ जन को आत्मा आउ जन भर आसी सिंगर टाइगर माध्यम आम मान पुणी एंटरटेनमेंट करने आपण मानक आम मानक से सब दुखर टे निश्चित निश्चित आम भी ये सूचना माध्यम टाइगर को इंट्रोड्यूस करेचु टाइगर को प्रथम गीत बोधे आप लिखिं कौन से कलाकार उपर कौन से गीत आम चाहूँ टे दर्शक दीपद गाईदेवे निहाती मानस भाई म्यूजिक करते प्रथम सुजोग जहाँ धन्यवाद दे मानस भाई को प्रथम यार एक्सपीरियंस कोठु आनिले जो लेखार लेखा मानस भाई मोर प्राय समय चले डिस्कशन चले नुआ नुआ सिंगर के मानस भाई म्यूजिक डायरेक्टर सी तांकर मोर प्राय सब कथा हुए डेली कथा हो जे नुआ वॉइस टे केमती आनिबा केमती आगो फ्यूचर चलिबो इंडस्ट्री केमती चलिबो ए भितर आम गोटे इंटरव्यू करूँ जे मानस भाई को वॉइस रे कि जो मान नुआ नुआ कलाकार अच्छा से कांटेक्ट करूँ तो वॉइस गुड़ाए वॉइस 10,000 वॉइस आसला खोजी 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 ये पिलाटा को आम पाइलु तो बहुत ही सुंदर गाँवती से कलाकार गीतटी आम स्टार्ट कलु जे ना आम गोटे एमती गोटे गीत करवा जे कलाकार जेहेतु आम लड़ुचु आम कलाकार समाज जो आम कम करुचु तो कलाकार आम गोटे गीत करवा तो से सैड सॉन्गटा आम स्टार्ट कलु तो गीतटा एमती अच्छी मु जीवाकू चाहूली अनेक दिन मते मारिदेला मु रहिबाकू चाहूली अनेक दिन मते जाळीदेला हो मते जाळीदेला ए मनीष केमितिका
ଏଇ ସମାଜ କେମିତିକା ଏଇ ପ୍ରେମିକା କେମିତିକା ଏଇ ଦୁନିଆ କେମିତିକା ଚାହୁଁ ଚାହୁଁ ଲିଭିଗଲା ମୋ ଜୀବନ ଦୀପ ଏଠି କଳାକାର ହବା କ'ଣ ପାପ ଏଠି କଳାକାର ହବା କ'ଣ ପାପ ଏଠି କଳାକାର ହବା କ'ଣ ପାପ ଏଠି କଳାକାର ହବା କ'ଣ ପାପ। बहुत सुंदर दर्शक बंधु मिलन भाई माने सिंगर नुहंती तथापि गीत को आपण लाइक करंतु कारण जदि बा लागुची से ठीक वॉइस गाई पारुना आपण भाबुचंती सेटा भूल कथा कारण से गीतिकार खाली जस्ट आपको मन पकड़ा केवल से गीत गाउचंती। मिलन भाई गोटे कथा कहते ये जो गीत गाइला पर आपको लगिला कि टाइगर जी नुआ सिंगर एबे आमे लोके कहउचंत कुआडे से जूनियर ह्यूमन सागर केते जस्टिस देले गीत को बहुत माने एते जेतले मते पठेले मानस लिपस्लिंगटा मु सुनी कि पूरा शॉक हे गेली जे मु भी ताको देखि नथली मु याडे लेखा दे देली सी सी डबिंग करचंती मु जब सुनिली शॉक हे गेली ये कोन माने बुझा पड़नी ये किए गाइले पूरा पछोटा तांको माने आखि बंद कर लागिला ह्यूमन सागर आखि बंद कर दे ह्यूमन सागर आ तांको मुह देखिबे ने टोटल भाई दे ह्यूमन भाई गाउचंती तांकर मु तो तांको भेटिली प्रथमे तांको कथावार्ता भी ह्यूमन भाई के सहित मिसी गला तांको चाली चलन तांको चुटी स्टाइल तांको माने बॉडी लैंग्वेज सब गुडा ह्यूमन भाई को अब आम आत्माटा पशि गला कि मानुष बहुत कांदती राति रे फोन करती तो पहले बोधे मुझे कांदुली बहुत कष्ट पाऊली से मते भगवान माने ह्यूमन जे आसिकी जहाँ मत कहली नाई नाई मु पठाऊँ व्यस्त होनी मो सार मन दुख कर पठे माने एमती माने फिल हुए मानस कहती मो मुंड पाखे बस जाऊँ कि आसी बहुत ये सब माने दर्दी कथा तो से कथा बोधे हुए तो से हे तो आज से टाइगर ऊपर आमको ये लगुच। अच्छा आम टी पर्सनाल कथा बा आपण केमती कोन आपनकर लव मैरिज केमती कोन हैला आपनकर पर्सनाल कथा केमती कोन करिवे तो प्रथमे धोखा हेतिला तापरे पुणी लव हेतिला माने आगे धोखा तापर प्रेम कार सिना प्रेम पर धोखा होय आपण आगे हां से धोखा भीतर केतरा गीत लिखि देथिबे तो नियति मु तो तांको देखिया पई ए मु कहली गोटे लाइन एस्टैब्लिश हे ते माने देखैबी जे मु किछि करि के देखै परिबी गोटे जिद्दी भी थिला आ एबे भी से कांदु चंदी तो माने कांदु चंदी खुशी रे कांदु चंदी ना दुख रे कांदु चंदी नहीं तांको कष्ट होउची तो से भी बहुत दुख रे अछंदी मते मु जानि को पाइली तो से सब जिंस माने सी भाउजन जे मो लुह तांका ऊपर पड़ी गला या से फील करछन। अच्छा तो ना आपण तांका भी बहुत कांथले ताले नियादी तो कष्टटा सबले कष्ट ताकू तो केबे शेयर करिवने माने कष्टटा केबे शेयर करि हो खाली अनुभव करि हो तो बाकी भगवान भी चाहिए जी भी अछंती से बहुत भलो एवं केयरिंग आ बहुत भलो मनुष्यटिए भलो पिलाटिए आ तांको नै कि मु खुशी रह माने सेटा होची फास्ट लव आपनकर आज्ञा अच्छा एबे भाउज जानि चंदी ए विषय सब से हिसारे मु प्राय तो किसी न कहले भी हमर चैनल जणै दबा आपनको अब घरे बाड़िया बिटा झगड़ा है जो ना सेमती किसी नहीं सेमती हुए किंतु जो गीतिकार हवा आम देखीचु केते गीतिकार को इंटरव्यू नवा से सेमती कहते कि धोखा न खाइले तुम गीतिकार हो पारबनी तेणुक निश्चय आप से धोखा ही गोटे एत बड़ आपण सम्मान देछि एत बड़ पदवी देछि। अच्छा गोटे बापा गीत जो कि बहुत हिट होता आम चाहूँ से दी लाइन हाँ गीत विषय की कहबे आगे हाँ बापा गीतटा मानस फोन कले सकाळू मु घरे थाए संडे थाए आ गोटे गीतटे अच्छी कर कौन ना पठुची ट्रैक्टर शुण शुणी सागे सागे कल कली बढ़िया है माँ गीत करिया ना बापा गीत करिया मत पचारे मुझे कहली कौन करिया माँ को गीत तो से ह्यूमन भाई बहुत गुड़ाए गाँव हिट भी होता बापा गीत करवा हाँ ठीक अच्छे बापा गीत कर ह्यूमन भाई को तो समय दे पारे से तो आम नुआ सिंगर नेलु पीके भाई को पीके प्रशांत बहुत सुंदर गाई स्टार्ट कलु बापा जो मुझे गीत रेकर्ड सरीगला बापा को आनिक शुणेली बापा देखिले केमती बापा गीत भितर कौन कहे कौन से पैसा पत्र मिले से कौन खाए तो बस तार कहती यही गीतटा शुणीदेली आखि लुह झड़ी पड़ा खुशी लुह कहले मु बंची था तो मत गीत कर शुणेदेलु ना आ बहुत माने माने भितर एक्साइटेड है बहुत खुशी हेले आखिर माने खुशी लुह थिला
ଦୁଃଖର ଲୋକ ମାନେ କହିଥିବୁ ଯାଉ ତତେ ପୁଅ ପାଇଁ ମୁଁ ଗର୍ବିତ ଗର୍ବିତ ନିହାତି ସିଏ ବହୁତ ଖୁସି ହେଇଗଲେ ମତେ କୁଣ୍ଡେଇ ପକେଇଲେ ସେ ଲାଇନରୁ କିଛି ଦର୍ଶକଙ୍କୁ ଦି ଲାଇନ ତୁମ ଋଣ ବାପା ସୁଝି ପାରିବିନି ତୁମ ଆଖିରେ କେବେ ଲୁହ ମୁଁ ଦେବିନି ତୁମ ସ୍ନେହ ବାପା ଭୁଲି ପାରିବିନି ତୁମ ବିନା ବାପା ମୁଁ ରହିପାରିବିନି ତୁମ ପରି ବାପା କିଏ ହବ କାନ୍ଧରେ ବସେଇ ବୁଲେଇବ ତୁମ ପରି ବାପା କିଏ ହବ ଅଝଟିଆ ହେଲେ ବୁଝେଇବ ପାଦ ଧୂଳି ତୁମର ଚନ୍ଦନ ଟିପା ମୋ ବାପା ଦୁନିଆର ସବୁଠାରୁ ଭଲ ମୋ ବାପା ଦୁନିଆର ସବୁଠାରୁ ଭଲ ମୋ ବାପା ଯୋଉ କାନ୍ଧ ଉପରେ ବସି କହିଲେ ମାନେ ବୁଲିକି ଯିବା ଆପଣ ଯାଇଛନ୍ତି ବାପାଙ୍କର ଜେଜେଙ୍କର କାନ୍ଧ ଉପରେ ବସି ଯାତ୍ରା ଦେଖିବାକୁ ଯେମିତି ଆମେ ଦେଖିଛୁ ପିଲାବେଳେ ଯାତ୍ରା ହେଲା ବେଳେ ସେତେବେଳେ ତ ଏତେ ଗାଡ଼ି ଘୋଡ଼ା ନଥିଲା ନା ତେଣୁ କାନ୍ଧରେ ବସିକି ଯିବାର ମଜା ଗୋଟେ ଥିଲା ସେମିତି ଆପଣ ଜେଜେବାପାଙ୍କ କାନ୍ଧ ଉପରେ ବସିକି ବାପାଙ୍କ କାନ୍ଧରେ ଯାଇଛନ୍ତି ଯାତ୍ରା ଦେଖିବାକୁ ଜେଜେବାପା ତ ମୁଁ ଦେଖିନି ବାପା ଛୋଟ ହେଇଥିଲେ ଜେଜେ ଚାଲି ଯାଇଥିଲେ ତ ବାପାଙ୍କ କାନ୍ଧରେ ବସିଛି ଆଉ ମୋ ପୁଅକୁ ବି ମୋ କାନ୍ଧରେ ବସିଛି ତ ମୋ ବାପା ଯେତେବେଳେ ମୋ ପୁଅକୁ ବସାନ୍ତି ସେ ସିଚୁଏସନଟା ମୁଁ ଦେଖିଛି ତ ସେଇ ଫିଲ୍ଟା ମୋ ଭିତରେ ଆସିଲା ଯେ ତୁମ ପରି ବାପା କିଏ ହବ କାନ୍ଧରେ ବସିକି ବୁଲେଇବ ମାନେ ଏଇ ଲାଇନଟା ହିଁ ରିଲ୍ସରେ ଏତେ ଭାଇରାଲ ହେଲା ଆମେ ମେଲଟା କରିଥିଲୁ ଭାଇରାଲ ହେଲା ଯେମିତି ଆମେ ଫିମେଲ ବି କଲୁ ଫିମେଲରେ କୁନମୁନ ଗାଇଲେ ବହୁତ ସୁନ୍ଦର ସେ ଆହୁରି ହିଟ୍ ହେଇଗଲା ମାନେ ବହୁତ ପବ୍ଲିକ ହେଇଗଲା ସମସ୍ତେ ରିଲ୍ସରେ ସମସ୍ତେ କଲେ ଆଚ୍ଛା ହ୍ୟୁମାନ ସାଗରଙ୍କ ପ୍ରଥମ ଗୀତ ଆପଣ କୋଉଟା ଲେଖିଥିଲେ ଯୋଉଟାକି ହିଟ୍ ଗୀତ ଲେଖିଛନ୍ତି ବହୁତ ଗୀତ 60-70 ହିଟ୍ ଗୀତ କୋଉଟା ଯୋଉଟାକି ଆପଣ ହ୍ୟୁମାନ ବି ଆପଣଙ୍କୁ ପ୍ରଶଂସା କରିଥିବେ ସେମିତି ଗୀତ ପ୍ରାୟ ଗୀତ ହିଁ ହିଟ୍ ପ୍ରଶଂସା କରନ୍ତି ଯେତେବେଳେ ମୁଁ କହିଲି ପ୍ରଥମ ଗୋଟେ ଇଣ୍ଡଷ୍ଟ୍ରିରେ ଗୋଟେ ଲେଖିଲି ସିଙ୍ଗର ମୋ ଲାଇଫରେ ହ୍ୟୁମାନ ଭାଇ ଯିଏ କି ଗୀତ ଯେତେବେଳେ ସେ ଗାଇବେ ପ୍ରଥମେ ଆଗ ଲେଖକ ଖୋଜି ପକାନ୍ତି ତାଙ୍କ ହାର୍ଟକୁ ଲାଗିଗଲା ଏଇ ଗୀତର ଲେଖକ କିଏ ଅଛନ୍ତି କି ପାଖରେ ଆଉ ଟିକେ ଦେଖନ୍ତି କିଏ କହିଲା ଭାଇ ଆପଣ ଲେଖିଛନ୍ତି ବହୁତ ଧନ୍ୟବାଦ ଆଉ ଏତେ ବଢ଼ିଆ ଲେଖାଟେ ଲେଖିଛନ୍ତି ମୋ ଭାଗ୍ୟରେ ଥିଲା ଆଉ ବହୁତ ସୁନ୍ଦର ହେଇଛି ଏମିତି ପରେ ପ୍ରଶଂସା କରି ପକେଇବେ ଆଗ ବହୁତ ମାନେ ସେଇଭଳିଆ ସିଙ୍ଗର ମିଳିବା ଆଉ ତାଙ୍କ ଭଳିଆ ବ୍ୟବହାର ତାଙ୍କ ଭଳିଆ ମଣିଷ ଆଉ ମିଳିବେ ନା ସଂସାରରେ ଆଚ୍ଛା ସେଇ ତାରି ଭିତରୁ ଗୋଟିଏ ଲାଇନ୍ ଗୀତ ହିଟ୍ ଗୀତ ଭିତରୁ ସ୍ୟାଡ୍ ସଙ୍ଗ ତ ହଁ ସେଇଟା ଯୋଉ କହୁଛି ସେଇଟା ଥିଲା ଗୋଟେ ମନ ଗୋଟେ ଏମିତିକା କାଚ ଆଇନା ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହୁଏ ନା ପ୍ରେମ ଗୋଟେ ଏମିତିକା ମିଠା ଭାବନା ଥରେ ବିଷ ମିଶି ଗଲେ ଯିଏ ହୁଏ ନା ଯିଏ ଥାଉ ଯିଏ ଦେଲା ମାରି ଛାତି ତଳେ କହ ଯିଏ ଦେଲା ଭରି ତା ପାଇଁ ଲାଭ ନାହିଁ ଲୁହ ଗଡ଼େ ଭୁଲି ଯା ହୃଦୟ ତାକୁ ଭରସା ନାହିଁ ଭୁଲି ଯା ହୃଦୟ ତାକୁ ଭରସା ନାହିଁ ବହୁତ ସୁନ୍ଦର ମ୍ୟୁଜିକ୍ କରିଥିଲେ କୁମାର ତାପସ ଆଉ ସୁଶ୍ରୀ ଏଣ୍ଟରଟେନମେଣ୍ଟରେ ରିଲିଜ୍ ହେଇଥିଲା ଶ୍ରୀକାନ୍ତ ଭାଇ ପ୍ରଡ୍ୟୁସ୍ କରିଥିଲେ ଧୁନା ଭାଇ ମାନେ ଇଏ ଦେଇଥିଲେ ଡିରେକ୍ସନ ମ୍ୟୁଜିକ୍ ଭିଡ଼ିଓରେ ଆଉ ଆକୁ ଆର୍ଟିଷ୍ଟ ଥିଲେ ଷ୍ଟାର କାଷ୍ଟରେ ଅଶ୍ୱିନୀ ଭାଇ ବହୁତ ସୁନ୍ଦର ଗୀତଟେ ହେଇଥିଲା ଆଚ୍ଛା ତାପରେ ହ୍ୟୁମାନ ସାଗରଙ୍କର ବିଷୟରେ କ'ଣ କହିବେ ଯେହେତୁ ଏବେ ନାହାନ୍ତି କେତେ ମାନେ ଆପଣଙ୍କର ଆଉଟ ହିଟ୍ ଗୀତ ସବୁ ରହିଛି ସେଇଟା କହିଛନ୍ତି ଆଉ ତାଙ୍କର ଏଇ ଯେଉଁ ମୃତ୍ୟୁକୁ ନେଇକି ଯେମିତି କହୁଛନ୍ତି ବିଭିନ୍ନ ପ୍ରକାର କଥା ଉଠୁଛି ଆପଣ କ'ଣ ଭାବୁଛନ୍ତି ସତରେ କ'ଣ ଏମିତି ମାନେ କିଏ କହୁଛି ସେ ଅଧିକା ନିଶା ନେଉଥିଲେ କିଏ କହୁଛି ଡିପ୍ରେସନରେ ଥିଲେ ସେମିତି କ'ଣ ଆପଣ କ'ଣ ଭାବୁଛନ୍ତି ତା ଉପରେ ଡିପ୍ରେସନ ହିଁ ଫାଷ୍ଟ ଥିଙ୍କ ଅଫ୍ ଡିପ୍ରେସନ ହିଁ ସେ ରହିକିରି ତାଙ୍କର ଲାଇଫଟାକୁ ଧୀରେ ଧୀରେ ସେ ନିଜ ଆଡ଼ୁ କ୍ଷତ ବିକ୍ଷତ କଲେ ଆଉ ଡିପ୍ରେସନର କାରଣ କ'ଣ ପାଇଁ କିଛି କାରଣ ଥିବ ଡିପ୍ରେସନ ଗୋଟେ ପ୍ରଥମେ ଉଠିଲା ଜଗନ୍ନାଥ ଭଜନ ସେ ଗାଇବାକୁ ଚାହୁଁନାହାନ୍ତି ମାନେ ଚାହୁଁନାହାନ୍ତି ନା ତାକୁ ଏମିତି କରାଗଲା ଗାଉନାହାନ୍ତି ସେ କହିଥିବେ କ'ଣ ପାଇଁ ଗାଉନାହିଁ କିଛି ଗାଉନାହାନ୍ତି ବୋଲି ମନା କଲେ ଜଣେ ସେ କହିଥିଲେ ଜଣେ ଭାଇ ତ କିନ୍ତୁ
ପ୍ରକୃତରେ ସେ ଜଗନ୍ନାଥ ଭଜନ ଗୀତ ଗାଇବାକୁ ଚାହୁଁନଥିଲେ ନା ଆଉ କିଛି କାରଣ ଥିଲା? ନାଇଁ, ସିଏ ତାଙ୍କର କହିବାର ଅର୍ଥ ଥିଲା ଯେ ସିଏ ଯୋଉ ଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କ ଫ୍ୟାମିଲି ବାପା ବି ତାଙ୍କର ଜଗନ୍ନାଥଙ୍କ ଗୀତ ଗାଆନ୍ତି, ତ ତାଙ୍କର ଭଏସ୍ ଯୋଉ ଟିମ୍ବର ଥିଲା ସେଇଥିରେ ଜଗନ୍ନାଥଙ୍କ ଭଜନ ଏତେ ସୁରିଲା ହୁଏନି, ମାନେ ଏତେ ସୁମଧୁର ହୁଏନି। ସେଥିପାଇଁ ଗୋଟେ ଭଜନ ଗାଇଲାକୁ ଯଦି ଆପଣ ଶ୍ରୀଚରଣ ମହାନ୍ତିକି ଦେଖିବେ, ସେ ଭଏସ୍ରେ ମାନେ ଗାଇବେ ସେ ଅଲଗା, ସୁବାସ ଦାସ ଏସବୁ ଗୀତ ଯେତେବେଳେ ସେମାନେ ଗାଇବେ ହାର୍ଟକୁ ଲାଗିବ, କୁମାର ଆପି, ତ ଏମାନଙ୍କ ଭଏସ୍ରେ ସେତିକି ଫିଲ୍ ଆସେ ଯେ ଜଣେ ଶୁଣିଲା ମାନେ ସେ ଆଉଥରେ ଶୁଣିବାକୁ ବାଧ୍ୟ ହବ। କିନ୍ତୁ ସେ କହିଲେ ମୋ ଭଏସ୍ରେ ସେଇ ଫିଲ୍ଟା ଆସିବ ନ ଆସିବ, କାଳେ ଦର୍ଶକ ଗ୍ରହଣ କରିବେ ନ ଗ୍ରହଣ କରିବେ, ସେଥିଲାଗି ମୁଁ ଭଜନଟାକୁ ଗାଇ ପାରୁନଥିଲି। ଭଜନ ଟିମ୍ବର ମୋର ନୁହଁ, ମୋର ହଉଛି ସ୍ୟାଡ୍ କି ତାକୁ ନେଇକି ରିମାର୍କ କରାଗଲା କି ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାଇବେ, ଏଟା ନିଶ୍ଚିତ ଗୋଟେ ଖରାପ। ନିହାତି ତାଙ୍କ ଭିତରେ ଆକ୍ଚୁଆଲି ପର୍ସନାଲି କଣ ହେଇଥିବ ସେଟା ଆମେ ତ ଜାଣିନେ, କିନ୍ତୁ କଣ କଥାବାର୍ତ୍ତା କହିଥିବେ କି ନାଇଁ ସେଇଟା ସବୁ ସସ୍ପେନ୍ସ। କିନ୍ତୁ ଏଇ କଥାକୁ ନେଇକିରି ଯୋଉ ସୋସିଆଲ ମିଡିଆରେ ଯୋଉ ଲୋକମାନେ ଖରାପ କମେଣ୍ଟ ସବୁ ଆସିଲା, ତାଙ୍କୁ ଖରାପ କହିଲେ, ଜଗନ୍ନାଥଙ୍କ ପ୍ରେମୀ ମାନଙ୍କ ମନ ଭିତରେ ଯୋଉ ଆଘାତ ସୃଷ୍ଟି ହେଲା, ସେମାନେ ଯୋଉମାନେ ଭଲ ପାଉଥିଲେ ହ୍ୟୁମାନଙ୍କ ଗୀତ ଭଲ ପାଉଥିଲେ ସେମାନେ କହିଲେ ଆମେ ଆଉ ଶୁଣିବୁ ନାହିଁ, ସିଏ କାହିଁ ଆମ ଠାକୁରଙ୍କୁ ଅବମାନନା କଲା, କାହିଁକି ଗାଇଲାନି, ଏଇସବୁ ଯେତେବେଳେ ତାଙ୍କୁ ବହୁତ ବାଧିଲା, ହୃଦୟରୁ ବହୁତ ବାଧିଲା। ତ ସେଠୁ ସେ ପ୍ରଥମ ଡିପ୍ରେସନ ହେଇଥିଲେ। ତାପରେ ସେକେଣ୍ଡ ଡିପ୍ରେସନ ହେଲେ ଯେତେବେଳେ ଏଇ ସବୁ ତାଙ୍କ ଫ୍ୟାମିଲି ମ୍ୟାଟର ଆସିଗଲା, ମାନେ ସ୍ତ୍ରୀଙ୍କୁ ଛାଡିକି ଯୋଉ ରହିଲେ ଦୂରରେ, ତ ସେ ସବୁ ତାଙ୍କ ଫ୍ୟାମିଲି ଡିଷ୍ଟର୍ବାନ୍ସ ଯୋଗୁ ସେଇଟା ବି ମିଡିଆ ବି ବହୁତ ବିଷୟରେ ବି ବହୁତ ଚର୍ଚ୍ଚା କରିକି ତାଙ୍କ ଫ୍ୟାମିଲି ମ୍ୟାଟର ବିଷୟରେ ସେମାନେ ତାକୁ ବି ଆହୁରି ସେଇଟା ବି ବାଧିଛି। ତାଙ୍କୁ ସୋସିଆଲ ମିଡିଆରେ ସବୁ ଖରାପ କମେଣ୍ଟ ଦେଲେ, ସିଏ ବି ପଢୁଛନ୍ତି, କହିଲେ ମୁଁ ବି ଜଣେ ମଣିଷ, ମୁଁ ଯେତେବେଳେ ଏସବୁ ଜିନିଷ ପଢି ମତେ ସେ ସବୁ ସହିପାରୁଛନ୍ତି, କିନ୍ତୁ ତାଙ୍କ ବିଷୟରେ ଖରାପ କୁହନ୍ତୁ ସେଟା ସେ ଦେଖିପାରୁନାହାନ୍ତି, ସହିପାରୁନାହାନ୍ତି, ଖାସ କରି ସୋସିଆଲ ମିଡିଆର ଯୋଉ କମେଣ୍ଟସ ଉପରେ ସେ ସହିପାରନ୍ତି, ସିଏ ଡରନ୍ତି ସେଥିପାଇଁ ସୋସିଆଲ ମିଡିଆଟାକୁ, ତ ସେଥିପାଇଁ ସେ ୟୁଜ୍ ବେଶୀ କମ୍ କରନ୍ତି। କିନ୍ତୁ ଯୋଉଟା ଲୋକ ଦେଖୁଛନ୍ତି, ଇଏ କରୁଛନ୍ତି, ଚର୍ଚ୍ଚା ହଉଛି, ସେ ବିଷୟ ତ ଅଟୋମେଟିକ ସେ ଜାଣିବେ ନା। ଯୋଉ ଆଉ ଗୋଟେ ମହିଳା ସିଙ୍ଗର ଅର୍ପିତାଙ୍କ ନାଁ ଉଠୁଛି, କଣ ସତରେ କଣ ସେମିତି ଥିଲା? କାରଣ ତାଙ୍କ ମାଆ ବି କହୁଥିଲେ କି ତାକୁ ଛୋଟି ବୋହୂ ବୋଲି ଡାକୁଥିଲେ, ତାଙ୍କ ଘରେ ଯିବା ଆସିବା ଥିଲା, ତାଙ୍କ ଭିତରେ ସେମିତି କିଛି ଡିଷ୍ଟର୍ବାନ୍ସ ଲାଗୁଛି କି? ତାଙ୍କ ଭିତରେ ଯେତେବେଳେ ଆମେ ଖବର ପାଇଲୁ ଯେ ହ୍ୟୁମାନ ଭାଇ ଚାଲିଗଲେ, ତ ସେତେବେଳେ ବହୁତ ସ୍ୟାଡ୍ ଲାଗିଲା। ସେତେବେଳେ ମୋତେ ଜ୍ୱର ଯେ ସାଂଘାତିକ, ଆଉ ସେଦିନ ଜ୍ୱରରେ ପୁରା କମ୍ପୁଥାଏ। ମାନସ ଭାଇ ମୋତେ ଫୋନ୍ କଲେ, ଆଉ ମିଲନ ଯିବା, କ'ଣ କହୁଛ? ସେତେବେଳେ ମାନସ ଭାଇ କାନ୍ଦି କାନ୍ଦି ପୁରା ଆଉ ମୁଁ କହିଲି ମୋତେ ପ୍ରବଳ ଜ୍ୱର ଥଣ୍ଡା, ଆଉ ମୁଁ ଖବରଟା ପାଇଲି, ମୋତେ ମାନେ ବହୁତ ଦୁଃଖ ଲାଗୁଛି, ଆଡ଼େ ମୋ ଦେହ କଷ୍ଟ, ସାଡ଼େ ମନର କଷ୍ଟ, ଆଉ ମୋର ବହୁତ ଇଚ୍ଛା ଅଛି, ହେଲେ କ'ଣ କରିବା, ମୁଁ ଉଠି ପାରୁନି ଘରୁ ନା, ମୁଁ ଯାଉଛି ଦେଖିବାକୁ, ମୋ ମନ ଭଲ ଲାଗୁନି ଜମା। ସେ ଯାଇଥିଲେ ଦେଖିବାକୁ, ପୁଣି ଦେଖିକି ଆସିଲା ପରେ ତାପରେ ପୁଣି ସେ ଅଧା ରାସ୍ତାରେ ହେଇଛନ୍ତି, ଖବର ପାଇଲି ଯେ ଚାଲିଗଲେ ବୋଲି, ପୁଣି ରିଟର୍ନ ଗଲେ। ତ ତାପରେ ଆମେ ମାନେ ଶୁଣିବାକୁ ପାଇଲୁ ଯେ ଗଣମାଧ୍ୟମରେ ଏସବୁ ଜିନିଷ ଘଟିଲା। ତାପରେ ଏଇ ଯୋଉ ଅର୍ପିତାଙ୍କ କଥା ଯୋଉ ଆସୁଛି, ସେଇଟା ଆମେ ଆଗରୁ ଜାଣିନଥିଲୁ, ଆମେ କେହି ବି ଗଲା ପରେ ହିଁ ଏଇ ଜିନିଷର ଚର୍ଚ୍ଚା ଆସିଲା, ଯେତେବେଳେ ତାଙ୍କ ମା କହିଲେ ଯେ ଆଉ ସେ ଲୁଚିକି ଆସିଥିଲା କରିବା ପାଇଁ, ସେଇ ଜିନିଷ ଗଣମାଧ୍ୟମ ଯୋଉ ଚର୍ଚ୍ଚା ହଉଛି, ଲୁଚିକି ଆସୁଥିଲେ, ସେ ଛୋଟି ବୋହୂ ଡାକୁଥିଲେ, ସେଇ ଯୋଉ ଜିନିଷ ତାଙ୍କ ମା ହିଁ ଏକମାତ୍ର ଜାଣିଛନ୍ତି ପ୍ରକୃତରେ ସେ ଜିନିଷର ମାନେ ଅର୍ପିତାଙ୍କ ସହିତ ଥିଲା କି ନଥିଲା, ସେ ତାଙ୍କ ମା ହିଁ କହିପାରିବେ, ଆଉ କେହି କହିପାରିବେନି। ସେତିକି ଗୋଟେ କହିଲେ ହୁଏତ ମାନେ କିଛି ଗୋଟେ ସମାଧାନ ହେଇପାରିଥାନ୍ତା। ଏଇଟା ପରେ ଯୋଉ ଗଣମାଧ୍ୟମ ଜାଣିଲେ, ଲୋକେ ଜାଣିଲେ, ସେଇଥିପାଇଁ ଖରାପ ଭାବୁଛନ୍ତି ଅର୍ପିତାକୁ। ଅର୍ପିତାଙ୍କୁ ତ ଖରାପ ଭାବୁଛନ୍ତି, କାରଣ ସିଏ ବି ଗୋଟେ ଭଲ ସିଙ୍ଗର ଜଣେ, ମୋର ବି ଗୀତ ଗାଇଛନ୍ତି, ହ୍ୟୁମାନ ଭାଇଙ୍କ ସହିତ ଡୁଏଟ୍ ଥିଲା, ତାପରେ ଅଲଗା ଗୀତ ବି ସ୍ୱୟଂ ପାଢ଼ୀଙ୍କ ସହିତ ବି ଡୁଏଟ୍ ଥିଲା, ଭଲ ସିଙ୍ଗର, ସୁରିଲା ସିଙ୍ଗର। କିନ୍ତୁ ଜଣେ ମଲା ପରେ ବହୁତ ଜିନିଷ କଥା ଉଠିବ, କିନ୍ତୁ ସେଇଟା କେତେ ଦୂର ଜଷ୍ଟିସ୍, କେତେ ଦୂର ଠିକ୍, ଏପର୍ଯ୍ୟନ୍ତ ବି ମାନେ ନ୍ୟାୟ ମିଳିପାରିଲା ନାହିଁ। ହ୍ୟୁମାନ ଭାଇଙ୍କ ପାଇଁ ଚାଲିଛି ନ୍ୟାୟ ଖୋଜା, କିନ୍ତୁ ନ୍ୟାୟ ମିଳିପାରୁନି। ତ କ'ଣ ପାଇଁ ମଲେ, କ'ଣ ପାଇଁ? କିନ୍ତୁ ତା ଭିତରେ ହ୍ୟୁମାନ ଭାଇଙ୍କର ବି ଗୋଟେ କୋଉଠି ନା କୋଉଠି ତାଙ୍କ ଭିତରେ ଗୋଟେ ଡିପ୍ରେସନ ଆସିଯାଇଥିଲା। ବାପା ଚାଲିଗଲେ, ଭାଇ ଚାଲିଗଲେ, ସ୍ତ୍ରୀ ପିଲା ହେଇଗଲେ, ପ୍ରେମିକା ବି ଛାଡି ପଳେଇଲା ମଝିରେ। ଏଇ ସବୁ ଭିତରେ ଗୋଟେ ମଣିଷ ବଞ୍ଚିବ କେମିତି? ଆପଣ ବଞ୍ଚିପାରିବେ ନା ମୁଁ ବଞ୍ଚିପାରିବି? ଆମ ସହିତ ଯଦି ଘଟିବ, କିଏ ବଞ୍ଚିପାରିବ? ସେଇଥିପାଇଁ ହୁଏତ ଆଲକୋହଲକୁ ସାହାରା ନେଇଥିବେ, କାରଣ ଏଥିପାଇଁ ତାଙ୍କ ମେଡିକାଲ ରିପୋର୍ଟ ଯାହା କହୁଥିଲା, ସେ କୁଆଡେ ପ୍ରବଳ ଆଲକୋହଲ ନେଉଥିଲେ।
ଯୋଉଟା କି ନିହାତି ଦେଖନ୍ତୁ ହଁ ଜଣେ ଡିପ୍ରେସ ରହିଲା ପରେ ମୁଁ ଆଜି ଏକୁଟିଆ ଅଛି ମତେ ବହୁତ ଫ୍ରଷ୍ଟ୍ରେସନ ଅଛି ବହୁତ ଟେନସନରେ ଅଛି ପିଇଦେଲେ ଟିକେ ଶୋଇ ପଇଲେ ରିଲାକ୍ସ ହେଇଯିବ କାଲି ସକାଳେ କାମ କରିବାର ଅଛି ହୁଏତ ଏଇ ମ୍ୟାଟର ନେଇକି ସିଏ ପିଇଥିଲେ କିନ୍ତୁ ଯେତେବେଳେ କାମ ପ୍ରେସର ବି ଥିବ କାରଣ ଏପଟେ ଷ୍ଟେଜ ଶୋ ସେପଟେ ଯାଇକି ପୁଣି ଗୀତ ଗାଇବେ ଯାଇକି ମାନେ ଷ୍ଟୁଡିଓରେ ଟାଇମ ନଥିବ ତାରି ଭିତରେ ତାପରେ ଷ୍ଟେଜ ପ୍ରୋଗ୍ରାମ ଯଦି ନ କରିବେ ଯୋଉ ଷ୍ଟେଜ ପ୍ରୋଗ୍ରାମରେ 10 ଜଣ 15 ଜଣ 20 ଜଣ କାମ କରୁଛନ୍ତି ସେମାନେ ପୁଛିବେ କେମିତି ହ୍ୟୁମାନ ଭାଇଙ୍କ ନାଁରେ ଷ୍ଟେଜ ଚାଲୁଛି ଯଦି ହ୍ୟୁମାନ ଭାଇ ନ ଯିବେ ଷ୍ଟେଜ ପ୍ରୋଗ୍ରାମ ହବ ହିଁ ନାହିଁ ସେମାନେ ଯୋଉ ପରିବାର ଚଳୁଛନ୍ତି ସେମାନେ ପଇସା କୋଉଠି ପାଇବେ ସେଇଟା ବି ସେ ଦେଖୁଥିଲେ କି ମୁଁ କାମ କଲେ 10 ମାନେ ନିଜର ଦେହ ଖରାପ ସତ୍ତ୍ୱେ ବି ସେ ଯାଉଥିଲେ ଷ୍ଟେଜ ପ୍ରୋଗ୍ରାମ କୁ ନାହିଁ ଏଇଥିପାଇଁ ଯାଉଥିଲେ ଯେ ମୋ ପଛରେ ଆଉ 5 ଜଣ ଅଛନ୍ତି ଆଉ 10 ଜଣ ଅଛନ୍ତି ତାଙ୍କ ପରିବାର ଚଳୁ ପରିବାର ଚଳୁଛି ଆଉ ସେମାନଙ୍କ ପାଇଁ ବି ସେ ଯାଉଥିଲେ ମାନେ କେତେ ମହାନ ବ୍ୟକ୍ତିତ୍ୱ ଥିଲେ ଯେ ନିଜ କଥା ବୁଝିକି ଅନ୍ୟର ବୁଝ ଅନ୍ୟ କଥା ସେ ବୁଝୁଥିଲେ ମାନେ ନିଜ ଦେହ ସ୍ୱାସ୍ଥ୍ୟ ଖରାପ ଥିଲେ ବି ଏମିତି ବି ଦେଖିଛୁ ଆମେ କେତେଟା ମାନେ ଭାଇରାଲ ହଉଥିଲା କେତେଟା କି ସେ ଗୀତ ଗାଉ ଗାଉ ଅଧାରେ ରହିଯାଉଛନ୍ତି କହୁଛନ୍ତି କି ନା ମତେ ଡାକିଛନ୍ତି ଦିନେଶ ଆଉ ପ୍ରଶାନ୍ତ ନହେଲେ ମୁଁ ଆସି ପାରୁନଥାନ୍ତି ଚାଲି ପାରୁନାହାନ୍ତି ଡାକିଛନ୍ତି ବୋଲି ଆସିନି ନା ସେ କଥାଟା ହଉଛି ଯେ ସିଏ ଲୋକଙ୍କ କଥା କାଟି ପାରନ୍ତି ଆଚ୍ଛା ସେ ଡେଟ୍ ଦେଇଛନ୍ତି ନା ଯିବେ ଯଦି ନ ଯିବେ ଲୋକ ତାଙ୍କୁ ସୋସିଆଲ ମିଡିଆରେ ପୁଣି ଗାଳି କରିବେ ସେଇଟା ତାଙ୍କୁ ବେଶୀ ଭୟ ସେଇଟା ବେଶୀ ଡର ଥିଲା ସେଥିପାଇଁ ଅଧିକା ଡିପ୍ରେସନର କାରଣ ସେଇଟା ଅଧିକା ଥାଏ ହଁ ସେଇଟା ହିଁ ଡିପ୍ରେସନର କାରଣ ଥିଲା ଲୋକଙ୍କ ଗାଳିକୁ ସେ ବେଶୀ ଡରୁଥିଲେ କାଳେ ଲୋକ ଗାଳି କରିବେ କାଳେ ଲୋକ ମତେ ଖରାପ ଭାବିବେ କାଳେ ମତେ ଖରାପ ଲୋକଟେ କହିବେ ସିଏ ନିଜର ଖରାପଟାକୁ ଚାହୁଁନଥିଲେ ଆଚ୍ଛା ଅର୍ପିତା ଆଉ ହ୍ୟୁମାନ ଆପଣଙ୍କ ଗୀତ କରିଛନ୍ତି ଦୁଇ ଜଣଙ୍କର କୋଉ ଗୀତ ମନେ ଯଦି ଥିବ ଦି ଲାଇନ ଟିକେ ଶୁଣେଇବେ ଗୋଟେ ଥିଲା हाय रब्बा मुझे इश्क हुआ रे मतलब हाय रब्बा मुझे इश्क हुआ रे हाय रब्बा मुझे इश्क हुआ रे कुमार तपस म्यूजिक मोर लेखा थिला सुश्री एंटरटेनमेंट बहुत सुंदर गीतटे आस्ता अच्छा एबे जे आसुचंती तांको जगह आमे कहि परिबा तांको स्थान तो नहीं परिबेनी किंतु टाइगर जे तांको ऊपर कोन कहबे केमिति से गाउचंती एवं कौन लगुच स्ट्रगल लाइफ केमती हम कारण देखुवे ए भाइराल जोरसोर होची समस्ते माने स्टूडियो भी ऑफर करवाई किंतु मानस भाई से कहते जेपर्यंत ठीक जेहेतु से सिंगर नुहंती किंतु बाय चांस से सिंगर हो भल पाई गोटे केरल आसिक ये माने स्ट्रगल कर भूल हेनी तापर आपण प्रथम गीत गोटे लिखिं केमी कौन लगुच स्टूडियो पचारे कहली तुम गीत शिखीच ना नाई मु सार के शिखिनी गीत ना आपण को मुझे देखुली फोन रे एवं रियल देखिली पाद छुई मुंडी मारे मुझे नाई नहीं पाद छुनी मो सान भाईटा हम तुम हृदय तुम जगह तुम जो टिम्बर अच्छी ये आगू फ्यूचर रे ओडिया इंडस्ट्री को आगू नब तो तुम हृदय जगह तुम्हें शिखिन किंतु न शिखिकी जी गाउच माने गोटे लगुच आगू आहरी किसी भल हो पार शिक्षा शिक्षा तुमको मिल से शिक्षाटा मानस भाई दौरान शिखाउछंती लागि पड़ी गुरु दरकार जने गुरु नहले तुम शिखि पारिबो ना तेणुक सब खाली गीत आम 5 मिनिट गीत शुणी दौचे 5 मिनिट गीत तैयारी करने 10 जन काम करुँच तार म्यूजिक तार टिम्बर तार स्केल तार नोट तार फील केते जिनस अच्छी तो सब गुड़ा जस्टिस कर लेखा लेखा कौन मागुची म्यूजिक कौन मागुची डायरेक्टर कौन चाहूँगी सब गुड़ा कैच करिया पड़ो कैच कले ही तुम गोटे भल सिंगर बोली गोटे से भी टाइम दोचन डेडिकेशन पूरा अछंती पूरा घर फैमिली भी तांकर परिवार सहयोग करचंती समस्त समस्त सहयोग करचंती ओडिशावासी बहुत बहुत धन्यवाद देवी आपन चैनल माध्यम रे जे आपन मानको चैनल माध्यम से माने देखंतु एवं भल पाइबा जो दउचंती टाइगर को आगो फ्यूचर में दियंतु जे भल सिंगर होंतु तम जो मन भाबुतले ह्यूमन को वॉइस सुनिया को मिलिबन ताले पुनी टाइगर को वॉइस से भाबुचंती किछि मात्रा तो टिके भल पाइबा रहउची तांकर अच्छा ह्यूमन का आपन को 60 70 खंडे आपन गीत मन करचंती माने आपन हिसाब रे जति गीत लिखिचंती अधिका सिंगर हिसाब रे ह्यूमन गाइचंती हाँ ह्यूमन भाई गाइचंती अच्छा सेमती किछि हिट गीत किछि आपन तो माने कहले सब सैड सॉन्ग कारण जदि कहबा दुखर बादशाह ताले आपनकर गीत प्राय अधिका देखिबु यूट्यूब रे देखिछु सेमिति किछि रोमांटिक सॉन्ग डांस सॉन्ग सेमती किछि करचंती ह्यूमन को नै सॉन्ग थिला प्रथम मोर गोटे लेखा थिला रोमांटिक गीतटे बहुत दुखर सहित कहया पड़े दी जन सिंगर नांती से गीतर दी जन जगह चली गलेनी किए प्रथम सिंगर प्रथम थिले टप्पू मिश्र अच्छा अच्छा टप्पू अपा
ମାନେ ମୋ ପ୍ରଥମ ଗୀତ ଗୋଟିଏ ଗୀତ ଗାଇଛନ୍ତି ଆଉ ଲେଖା ଦେଖିକି ବହୁତ ଖୁସି ହେଇଯାଇଥିଲେ କହିଲେ ଆଉ ବଢ଼ିଆ ଲେଖାଟା ହେଇଛି କିଏ କ'ଣ ଆମେ ଚାହୁଁଛୁ ଦର୍ଶକ ଟିକେ ସେ ଲେଖା ଟିକେ ଶୁଣନ୍ତୁ। ନିହାତି କହିଲେ କିଏ ଲେଖିଛନ୍ତି ମୁଁ କହିଲି ମ୍ୟାଡ଼ାମ୍ ମୁଁ ଲେଖିଛି ବହୁତ ସୁନ୍ଦର ହେଇଛି ଲେଖା ଆଉ ମ୍ୟୁଜିକ୍ ମୁଁ କହିଲି ମାନସ ଭାଇ ନା କୁଆଡ଼େ ଗଲେ ମୁଁ କହିଲି ସେ ବାହାରେ ଟିକେ ଅଛନ୍ତି ଆସୁଛନ୍ତି ତ ମାନସ ଭାଇ ଆସିଲେ ଭିତରକୁ ବାହାରିଥିଲେ କାମରେ କହିଲେ ବଢ଼ିଆ ମ୍ୟୁଜିକ୍ ମାନସ ବାବୁ କରୁଛନ୍ତି ସୁନ୍ଦର ହେଇଛି ମୁଁ ଯାଉଛି ଗାଇଦେବି ଆଉ ତାପରେ ଆଗ ତପୁ ମ୍ୟାମ୍ ଗାଇଲେ ଗାଇକି ପଡ଼ିଲା ପରେ ତାପରେ ହିମନ ଭାଇ ଆସିଲେ ଗାଇବା ପାଇଁ ହିମନ ଭାଇ ଗାଇକି ବହୁତ ଖୁସି ହେଇଗଲେ କହିଲେ ସାର୍ ଏଇଟା ଫିଲ୍ମ ପାଇଁ କରୁଛନ୍ତି ନା ଆଲବମ୍ ପାଇଁ ସତ କୁହନ୍ତୁ ମାନେ ସେଇ ହିସାବରେ ପଇସା ନେବେ ନା ପଇସା ସେତେବେଳେ ତ ବେଶୀ ନଉନଥିଲେ ଆଉ ନା ଅଛି ନା ଗୀତ ପ୍ରଥମ ପଚାର ଏଇଥିପାଇଁ କି ଆଲବମ୍ ଟିକେ କମ ପଇସା ନେବେ ଫିଲ୍ମ ପାଇଁ ନେଲେ ଅଧିକା ପଇସା ନେବେ ସେ ଅନୁସାରେ ସେ ନହେଲେ ଆଲବମ୍ କହି ଫିଲ୍ମରେ ପୁରେଇ ଦେବ ନହେଲେ ନା ଆଲବମ୍ ଗୀତଟା ବି ଫିଲ୍ମ ଗୀତ ଭଳିଆ ହେଇଥିଲା ତାକୁ ଲୁବୁନ ଟୁବୁନ ଭାଇ ନେଇଗଲେ ତାକୁ ଫିଲ୍ମରେ କରିବା ପାଇଁ ନେଇଯାଇଥିଲେ ଗୀତଟାକୁ ତାପରେ କ'ଣ ହେଲା କି ଜାଣି ଏଇନା ଅଛି ୟୁଟ୍ୟୁବରେ ପଡ଼ିଛି ଗୀତଟା ତ ଗୀତଟା ଏମିତି ଥିଲା କୋଇଲି ପରି ଗାଇ ଦେ ତୁ ମିଠା ମିଠା ଗୀତ ବରଫରାଣୀ ସାଜି ତୁ ଆରେ ମିତ ମୋ ଭାବନାରେ ଆସୁ ସବୁବେଳେ ସ୍ୱପ୍ନଟିଏ ହେଇ ତୁ ତୋ ପାଇଁ ମୋ ପାଇଁ ତୁ ତୋ ପାଇଁ ମୋ ପାଇଁ ତୁ ଇନଷ୍ଟାରେ ଭାଇରାଲ ହେଉଛି ଗୋଟେ ସେଇ ଗୀତର ଲେଖାଟା ପୁରା କ୍ରସ୍ ଲାଇନ୍ ଥିଲା ତୋ ଦେହରେ ପଡ଼ିଲେ ଖରା ପାରିବିନି ସହି ବାଦଲ ହେଇ ତୋ ଉପରେ ଦଉଥିବି ଛାଇ ତତେ ପାଇବାକୁ ଟିକେ ଛୁଇଁବାକୁ ଦିୱାନା ଜି ମୁଁ ତୋ ପାଇଁ ମୋ ପାଇଁ ତୁ ବହୁତ ସୁନ୍ଦର ମ୍ୟୁଜିକ୍ ମାନସ ଭାଇଙ୍କର ତପୁ ବାପା ଆଉ ହିମନ୍ତ ଭାଇ ବହୁତ ସୁନ୍ଦର ଗାଇଥିଲେ ଆଚ୍ଛା ଏମଆର୍ ଷ୍ଟୁଡିଓରେ ବି ହେଇଥିଲା ଏଇଟା ଆଚ୍ଛା ଶକ୍ତି ଭାଇ ମିକ୍ସିଂ ବି କରିଥିଲେ ବହୁତ ସୁନ୍ଦର ଆଚ୍ଛା ଶେଷ କ୍ୱେଶ୍ଚିନ୍ ପଚାରେ କିଛି କଥା ଉଠୁଛି ଯେମିତି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି କି କିଛି ନିର୍ଦ୍ଦିଷ୍ଟ ଷ୍ଟୁଡ଼ିଓରେ କେବଳ ଗାଉଥିଲେ ହ୍ୟୁମାନ ସାଗର କାରଣ ତାଙ୍କୁ ଯଦି ଭୁବନେଶ୍ୱର ଡାକ୍ତର ସେ ଆସୁନଥିଲେ ଏଇଟା କ'ଣ ସତ କଥା ହଁ ସେଇଟା ତ ଥିଲା ମାନେ ବହୁତ କମ୍ ଷ୍ଟୁଡ଼ିଓ ସେ ଯାଉଥିଲେ ହୁଏତ ଗୋଟେ କାଁ ଭାଁ ଯାଇକି ପଳେଇ ଆସୁଥିଲେ ପ୍ରାୟ ରେଗୁଲାର ଯାଉନଥିଲେ ରେଗୁଲାର ଗୋଟେ ତିନିଟା ଷ୍ଟୁଡ଼ିଓ ଥିଲା ସେଇଠି ଯାଇକି ଆମକୁ ଡବ୍ କରିବାକୁ ପଡ଼ୁଥିଲା ଆଚ୍ଛା ତାପରେ ଆଉ ଗୋଟେ ଷ୍ଟୁଡ଼ିଓରେ ଆସିବା ପରେ ଭୁବନେଶ୍ୱର ଯିବା ଆସିବା ହେଲା ଯୋଉଟା ଚର୍ଚ୍ଚା ଚାଲିଛି ଯୋଉଟା ଆଉ ଯୋଉ ଷ୍ଟୁଡ଼ିଓ କଥା କହିବା ଆମେ ଆଉ ହଁ ସେଇଟା ତ ତାପରେ ଗଲେ ଗାଇଲେ କଟକରେ ଗାଉଥିଲେ ତାପରେ ଭୁବନେଶ୍ୱର ଗଲେ କିନ୍ତୁ ଏହା ହେଉଛି ସ୍ପେଶାଲ ତାଙ୍କର 2ଟି 3ଟି ହିଁ ଷ୍ଟୁଡ଼ିଓ ଥିଲା ସେଇଠିକି ସେ ଯାଆନ୍ତି ଆମେ ସେଇଠି ଗୀତ ଦେଖିଲା ପରେ କେତେ ମିନିଟ୍ ଭିତରେ ସେ ରେଡ଼ି ହେଇଯାନ୍ତି ଗାଇବା ପାଇଁ ହ୍ୟୁମାନ ସାଗର କଥା କହୁଛି ଆସିକି ଟ୍ରାକ୍ ଶୁଣିଦେଲେ ଲେଖା ଆଗ ଦେଖିଲେ ଲେଖା କ'ଣ ଅଛି ଦେଖିବା ଲେଖ କିଏ ଆଗ ସେଇଟା ଖୋଜିଲେ ତାପରେ ଲେଖା ଦେଖିଲେ ଲେଖକୁ ଖୋଜିଲେ ତା ମ୍ୟୁଜିକ୍ ଡାଇରେକ୍ଟରଙ୍କୁ ନମସ୍କାର କରିକି ତାଙ୍କ କମ୍ପୋଜିସନ୍ କିଛି ଯୋଉଟା ଭଲ ଲାଗେ ବାହା କରନ୍ତି ବଢ଼ିଆ କମ୍ପୋଜିସନ୍ରେ ହେଇଛି ବଢ଼ିଆ ଲେଖାଟେ ହେଇଛି ଏଇଟା ତ ତାଙ୍କ ଭିତରେ ଗୋଟେ ଥିଲା ଗୋଟେ ୟୁନିକ୍ ଜିନିଷ ଯେ ସମସ୍ତଙ୍କୁ ବାହା ଦେବା ସିଏ ବାହା ନିଅନ୍ତି ନାହିଁ ବାହା ଦିଅନ୍ତି ତାଙ୍କୁ ସିଏ ଦବା ଲୋକ ସିଏ ନବା ଲୋକ ନୁହଁ ତ ଏଇଭଳିଆ ଲୋକ କମ୍ ମିଳିବେ ଆଚ୍ଛା ନିଶ୍ଚିତ ଆମେ ବି ଚାହିଁବୁ ତାଙ୍କ ଆତ୍ମା ଶାନ୍ତିରେ ରହୁ ଏବଂ ଯେଉଁ ଟାଇଗର ଯିଏ ଆସନ୍ତି ସେ ତାଙ୍କ ଜାଗା ନ ଦେଇପାରିବେ ତଥାପି ସେମିତି ଓଡ଼ିଶା ଲୋକଙ୍କର ହୃଦୟରେ ସେ ଥାଆନ୍ତୁ ସେମିତି ଭଲ ପାଇ ଦେଇଥାନ୍ତୁ ଆଉ ଆପଣ କ'ଣ କହିବେ ଶେଷ କଥା ଆପଣଙ୍କର ସୂଚନା ଟିଭିକୁ ଆପଣଙ୍କର ଶେଷ କଥା କହିବି ହିମବାଙ୍କ ଅମର ଆତ୍ମାକୁ ସଦ୍ଗତି ପ୍ରାପ୍ତ ହେଉ ଆଉ ଯେଉଁ ସିଙ୍ଗରଟି ଆସିଛି ସିଙ୍ଗର ଟାଇଗର ତାଙ୍କର କିନ୍ତୁ ଉତ୍ତରୋତ୍ତର ଉନ୍ନତି ହେଉ ସାରା ଓଡ଼ିଶାରେ ସିଏ ନାଁ କରନ୍ତୁ ମାନସ ଭାଇଙ୍କୁ ଧନ୍ୟବାଦ ଦେବି ସିଏ କେମିତି ସେ ପିଲାଟାକୁ ତିଆରି କରନ୍ତୁ ଏଇଭଳିଆ ଯେ ତାଙ୍କ ନାଁ ଗୁରୁ ଶିଷ୍ୟଙ୍କର ଏଇ ଯୋଡ଼ି ଆଗକୁ ଫ୍ୟୁଚରରେ ଗୋଟେ ଉଦାହରଣ ସୃଷ୍ଟି କରୁ ଆଉ ସୂଚନା ଟିଭିକୁ ବହୁତ ବହୁତ ଧନ୍ୟବାଦ ଦେବି ଯେ ସେମାନେ ଯାହା ମୋତେ ସୁଯୋଗ ଦେଲେ ଆଜି ତାଙ୍କ ପୋଡକାଷ୍ଟରେ କିଛି କହିବା ପାଇଁ ଆଉ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ତେଣୁ ଦର୍ଶକ ବନ୍ଧୁ ଦେଖୁଥିଲେ ମିଲନ ମହାପାତ୍ର ଯିଏକି ପେଶାରେ ହେଉଛନ୍ତି ଜଣେ ଗୀତିକାର ଯଦି ବା ସେ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିଛନ୍ତି ତଥାପି ତାରି ଭିତରେ ସମୟ ବାହାର କରିକି ସେ ଗୀତିକାର କାରଣ କହିଲେ କି ଧୋକା ହିଁ ତାଙ୍କୁ ଗୀତିକାର କରିଦେଇଛି ଧୋକାରୁ ପ୍ରେମ ପ୍ରେମରୁ ଭଲ ପାଇବା ତାପରେ ଧୀରେ ଧୀରେ ସେ ଗୀତିକାର ହେଲେ ଏବେ ବି ଆମେ ବି ଚାହୁଁଛୁ ତାଙ୍କର ବି ଆଗକୁ ସଫଳତା ପାହାଚ ଉପରକୁ ଚଢ଼ନ୍ତୁ ଏବଂ ଖାସ୍ କରିକି ଆମ ସୂଚନା ଟିଭି ମାଧ୍ୟମରେ
आलोचना केमती लगे आम कमेंट्स माध्यम जणाइबे। वीडियो जर्नलिस्ट धीरेन जी आवेदन सूचना टीवी।